ଆପଣଙ୍କର ବି କିଛି ଗୋଲ୍ ଅଛି କି ସ୍ୱପ୍ନ ଅଛି ଯାହାକି ଆପଣମାନେ ପୂରଣ କରିବା ପାଇଁ ଚାହୁଁଛନ୍ତି କିନ୍ତୁ କରିପାରୁନାହାନ୍ତି, ତ ଲାଇଫ୍ରେ ସକ୍ସେସ୍ ହେବା ପାଇଁ ଚାହୁଁଛନ୍ତି, ତ ପ୍ଲିଜ୍ ଏଇ 5ଟି ରୁଲ୍ ଫଲୋ କରନ୍ତୁ ଏବଂ ଲାଇଫ୍ରେ କିଛି ତ ଆପଣଙ୍କର ଗୋଲ୍ ଥିବ, ସକ୍ସେସ୍ ହେଇପାରିବେ। ତ ହ୍ୟାଲୋ ହାଇ, ଜୟ ଜଗନ୍ନାଥ ସମସ୍ତଙ୍କୁ। ଆଉ ଏକ ନୂଆ ଭିଡ଼ିଓରେ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ତ ଦେଖିପାରୁଥିବେ ଆପଣମାନେ ମୁଁ ଗୋଟେ ବ୍ଲାଉଜ୍ ସିଲେଇ କରୁଛି। ତ ବ୍ଲାଉଜ୍ ସିଲେଇ ମୁଁ କିଛିଟା ରୁଲ୍ କହିବି କି ଆପଣମାନଙ୍କର ଲାଇଫ୍ରେ କିଛି ଇମ୍ପୋର୍ଟାଣ୍ଟ, ଯାହାକି ଏମିତି ତ ଆମର ଲାଇଫ୍ ସେମିତି ଯିବା ପାଇଁ ନାହିଁ, ତ ବେକାରଟାରେ ତ ଆମର ଲାଇଫ୍ ବର୍ବାଦ କରିବାନି। ତ ସମସ୍ତଙ୍କର କିଛି ନା କିଛି ଗୋଟେ ସ୍ୱପ୍ନ ରହିଥାଏ, ଗୋଲ୍ ରହିଥାଏ, ତ ଆପଣମାନଙ୍କର ବି ଥିବ। ତ ସେଥିପ୍ରତି ଆପଣ ପୁରା ଧ୍ୟାନ ଦେବେ, ଲାଇଫ୍ରେ ସିରିୟସ୍ ହେଇଯାଆନ୍ତୁ, ନଚେତ୍ ଜୀବନ କେତେବେଳେ କ'ଣ ହେଇଯାଏ କାହାକୁ ବି ଜଣାନଥାଏ। ତ ଦେଖନ୍ତୁ, ଏଠାରେ ମୁଁ ବ୍ଲାଉଜ୍ ସିଲେଇ କରୁଛି ଏବଂ ଆପଣଙ୍କ ସହିତ କିଛିଟା କଥା ମୁଁ ସେୟାର କରିବା ପାଇଁ ଚାହୁଁଛି। ତ ଆଜିର ଟପିକ୍ ହେଉଛି ଗୋଲ୍ ଆଚିଭ୍ କରିବା ବା ଏମିତି 5ଟି ରୁଲ୍ ସେୟାର କରିବେ ଆପଣମାନଙ୍କୁ, ଯେଉଁଦ୍ୱାରା କି ଆପଣମାନେ ଫଲୋ କରିବେ। ତ ନିଶ୍ଚିତ ଭାବରେ ଆପଣମାନେ ଲାଇଫ୍ରେ କିଛି ନା କିଛି ଆପଣଙ୍କର ସ୍ୱପ୍ନ ଯାହା ବି ଥିବ କି ଗୋଲ୍ ଥିବ ତାହା ଆପଣମାନେ ପୂରଣ କରିପାରିବେ। ତ ଫାର୍ଷ୍ଟ ହେଉଛି ମେହନତ କର, ନିଜର 100% ଦିଅ, ୟୁଜ୍ ୟୋର୍ ଟାଇମ୍ ପ୍ରପର୍ଲି। ସୋ ଟାଇମ୍ ଯଦି ଆପଣମାନଙ୍କୁ ଯଦି ଆପଣମାନେ ଟାଇମ୍ ବର୍ବାଦ କରିଦେଉଛନ୍ତି, ତ ଆଉ ଟାଇମ୍ ସେଇଟା ଆସିବନି, କେବେ ହେଲେ ଆସିବନି। ତ ଗୋଟେ ମିନିଟ୍, ଗୋଟେ ଘଣ୍ଟା ଆମ ପାଇଁ ବହୁତ କିମତି, ଇମ୍ପୋର୍ଟାଣ୍ଟ। ତାକୁ ଆମେ କେମିତି ଭାବରେ ୟୁଜ୍ କରୁଛୁ ସେଇଟା ଆମ ଉପରେ ରହିଲା। ତ ତାକୁ କେମିତି ଆମେ ଭଲସେ ୟୁଜ୍ କରିବା, ଫାଲତୁ କାମରେ ୟୁଜ୍ ନ କରି କେମିତି ଗୋଟେ ଇଣ୍ଟରେଷ୍ଟ ଦେଇକି ଗୋଟେ ଜିନିଷ ଶିଖିବା, ଭଲ ଭାବରେ ବୁଝିବା ଏବଂ ଯାହା ବି ଆମେ କରିବା ପାଇଁ ଚାହୁଁଛନ୍ତି, ନିଜର ଗୋଟେ ଗୋଲ୍ ଅଛି, ତା ଉପରେ ଆମେ 100% ଦେବା, ତାହେଲେ ଯାଇକି ଆମେ ଚେଷ୍ଟା କରିବା ପୁରା, ତେବେ ଆମେ ଗୋଲ୍ଟିକୁ ଆଚିଭ୍ କରିବା। ସେକେଣ୍ଡ ରୁଲ୍ସଟା ହେଉଛି ପେସେନ୍ସ ଯଦି ଆମେ ଲାଇଫ୍ରେ ଧରିବାନି, ଯେଉଁ କାମ ବି ହେଉ ବର୍ତ୍ତମାନ ହିଁ ଶୀଘ୍ର ହିଁ ହେଇଯାଉ ତାହା ତ ସମ୍ଭବ ନୁହେଁ। ତ ଯାହା ବି ଆପଣ କରିବାକୁ ଚାହୁଁଥିବେ ତ ତାକୁ ଟିକେ ଟାଇମ୍ ଦିଅନ୍ତୁ, ଟାଇମ୍ ଦେଲେ ଏବଂ ଧୈର୍ଯ୍ୟ ଧରିବେ ବା ପେସେନ୍ସ ରଖିବେ। ପେସେନ୍ସ ରଖିବା ଦ୍ୱାରା କ'ଣ, ଧୀରେ ଧୀରେ ସେ କାମଟା ଯେଉଁଟା ଶୀଘ୍ର ହୁଏ ସେ କାମଟା ଲାଷ୍ଟ ପର୍ଯ୍ୟନ୍ତ ଆମର ରହିନଥାଏ, ଯେଉଁଟାକି ଆସ୍ତେ ଆସ୍ତେ ହେଇଥାଏ, ଲେଟ୍ରେ ହେଇଥାଏ, ସେଇଟା ଆମର ଲାଇଫ୍ ଟାଇମ୍ ପାଇଁ ରହିଥାଏ। ତ ସେଇଟା ହେଉଛି କଥା। ତ ଆପଣମାନେ ପେସେନ୍ସ ରଖନ୍ତୁ, ଯେଉଁ କାମ ବି କରୁଛନ୍ତି, ପାଠ ପଢ଼ୁଛନ୍ତି କିମ୍ବା ଯାହା ବି ବିଜନେସ୍ କରୁଛନ୍ତି, ଷ୍ଟାର୍ଟିଂରେ ଆମକୁ ଟିକେ କଷ୍ଟ ହୁଏ କିମ୍ବା ଆମର ଯେତିକି ଆମେ କଷ୍ଟ କରୁଛୁ ତା'ର ଫଳ ମିଳିନଥାଏ। ତ ଧୈର୍ଯ୍ୟ ଧରିବା ଦ୍ୱାରା ଆପଣମାନଙ୍କର ଟାଇମ୍ ଆସିବ ଧୀରେ ଧୀରେ, ଯେଉଁଦ୍ୱାରା କି ଆପଣମାନେ ଆପଣଙ୍କ ଗୋଲ୍ ମଧ୍ୟ ଆଚିଭ୍ କରିପାରିବେ। ତ ଥାର୍ଡ଼ ନମ୍ବରଟା ହେଉଛି ଆମର ଲାଇଫ୍ରେ ନୂଆ ଜିନିଷ ଶିଖିବା। ନୂଆ ଜିନିଷ ଶିଖିବା ଦ୍ୱାରା କ'ଣ ହୁଏ ନା, ଦିନକୁ ଦିନ ଆମର ଲାଇଫ୍ ଷ୍ଟାଇଲ୍ ଚେଞ୍ଜ, ସବୁ ପ୍ରକାର ଚେଞ୍ଜ ହେଉଛି। ତ ଦିନକୁ ନୂଆ ଜିନିଷ ଯଦି କିଛି ଶିଖିଥିବେ, କେବେ ନହେଲେ କେବେ ସେଇ ଜିନିଷଟା ଆମକୁ କାମ ଆସେ। କେବେ ଏମିତିକା ଜିନିଷ ନୁହେଁ ଯେ ଯେଉଁଟାକି ଆମେ ଶିଖିବା ଆଉ ଆମର ଭ୍ୟାଲୁଲେସ୍ ହେଇଥାଏ, ନା, ସେଇଟା ଆମର ସବୁବେଳେ ଆମ ପାଖରେ ରହିଥାଏ। ଯାହା ବି ଟ୍ୟାଲେଣ୍ଟ ହେଉ କିମ୍ବା ଯାହା ବି କଳା ହେଇଥାଉ, ଆମେ ଯଦି ଶିଖିବା ନୂଆ ଜିନିଷ ଲାଇଫ୍ ଟାଇମ୍ ପାଇଁ ଆମର ରହେ। ତ କେବେ ନହେଲେ କେବେ ସେଇଟା ଆମର ଦରକାର ପଡ଼ିଥାଏ। ତ ଆପଣ ଯାହା ବି, ପୁଅ ହୁଅନ୍ତୁ କିମ୍ବା ଝିଅ ହୁଅନ୍ତୁ, ଯାହା ବି ଆପଣ ଶିଖିବେ ସବୁବେଳେ ପାଇଁ ରହିବ, କେବେ ନହେଲେ କେବେ ଆପଣମାନଙ୍କୁ ଦରକାର ଦେବ। ତ ଏଇଟା ଥିଲା ଆମର ଫୋର୍ଥ ନମ୍ବରଟା ହେଉଛି ଆମର ନିଜ ଭୁଲକୁ ସୁଧାରିବା ଏବଂ ଖରାପ ହ୍ୟାବିଟ୍କୁ ଆମେ ଆମ ଲାଇଫ୍ରୁ ହଟେଇ ଦେବା। କୁଇଟ୍ ବ୍ୟାଡ୍ ହ୍ୟାବିଟ୍ସ। ତ ଖରାପ କାମ ତ ନୁହେଁ, ଖରାପ ହ୍ୟାବିଟ୍। କେତେ ଜଣ ଥାଆନ୍ତି, କିଛି ତାଙ୍କର ଖରାପ ଅଭ୍ୟାସ ଥାଏ, ଯେଉଁଦ୍ୱାରା କି ଆମର ହେଇପାରେ ଆମର ଭବିଷ୍ୟତକୁ ନଷ୍ଟ କରିଦେଇପାରେ। ତ ସେଇଟାକୁ ଆମେ ଧ୍ୟାନ ଦେବା ଉଚିତ। ତ ସେଇ ଜିନିଷ ନିଜେ ଭାବୁଥିବେ କି ଏଇଟା ଖରାପ ଜିନିଷ ନୁହେଁ, ଏଇଟା ଆମର ହ୍ୟାବିଟ୍ଟା, କିନ୍ତୁ ଦେଖିବେ ସେଇଟା ଧୀରେ ଧୀରେ ଆମର ସେଇ ଆଦତଟା ହିଁ ଆମକୁ ଲାଇଫ୍ରେ ପରେ ପଶ୍ଚାତାପ କରିବାକୁ ପଡ଼ିଥାଏ। ତ ଯାହା ବି ଖରାପ ଯଦି ହ୍ୟାବିଟ୍ ଥାଏ ତ ତାକୁ ସୁଧାରି ନିଅନ୍ତୁ, ଲାଇଫ୍ରେ ବହୁତ ଆଗକୁ ଯିବେ ଏବଂ ଭଲ ଲାଇଫ୍ଟେ ମିଳିବ। ତାପରେ 5 ନମ୍ବରଟା ଆମର ହେଉଛି ସବୁଠାରୁ ଇମ୍ପୋର୍ଟାଣ୍ଟ। ଲାଇଫ୍ରେ ଆମେ କ'ଣ ନା, ସବୁବେଳେ ଖୁସିରେ ରହିବାକୁ ଚେଷ୍ଟା କରିବା। ଏଇଟା ଯଦି ନଥିବ, ଖୁସିଟା ଆମର ଲାଇଫ୍ରେ ନଥିବ, ଶାନ୍ତିଟା ଯଦି ଆମ ଲାଇଫ୍ରେ ନଥିବ, ତ ଆମେ କେବେ କିଛି କେଉଁ ଜିନିଷ କାମ କଲେ ମଧ୍ୟ ଶାନ୍ତିରେ ରହିପାରିବାନି ବା ଖୁସିରେ ରହିପାରିବାନି। ତ ସବୁବେଳେ ଆମେ ଚେଷ୍ଟା କରିବା, ଯେତେ ଦୁଃଖ କଷ୍ଟ ଆସୁ ଧୈର୍ଯ୍ୟ ଧରି ତାକୁ ଆମେ କେମିତି ମେଣ୍ଟେନ୍ କରିକି ଆମେ ଖୁସିରେ ରହିବା। ଏବଂ ଟାଇମ୍ ଟେବୁଲ୍ ଟିକେ ବନେଇବେ, ଯେଉଁଦ୍ୱାରା କି ଆପଣମାନେ ଜାଣିପାରିବେ ଯେ କେଉଁ ଟାଇମ୍ରେ ଆପଣ କ'ଣ କରୁଛନ୍ତି। ସେଇ ଟାଇମ୍ ଟେବୁଲ୍ ଅନୁସାରେ ଆପଣଙ୍କ ଟାଇମ୍ କାଢ଼ିକି ଆପଣ ଯାହା ବି ଆପଣଙ୍କ ସ୍ୱପ୍ନ ଥିବ, ଗୋଲ୍ ଥିବ, ତା ପାଇଁ ଟାଇମ୍ କାଢ଼ିବେ। 2-3 ଘଣ୍ଟା ନିଶ୍ଚିତ ଭାବେ କାଢ଼ିବେ। ଷ୍ଟୁଡ଼େଣ୍ଟ ଅଛନ୍ତି, ପଢ଼ାପଢ଼ି କରୁଛନ୍ତି କିମ୍ବା ବିଜନେସ୍ କରୁଛନ୍ତି କିମ୍ବା ଜବ୍ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣ
पूरा ध्यान तो देଇ ଏଇଥିଲା ତିନି ଆମର ଚାରି ଘଣ୍ଟା 5ଟି ଟାଇମ୍ ରୁଲ୍ସ। କାଢ଼ିକି ତ ଏହି ରୁଲ୍ସ ଆପଣମାନେ ଫଲୋ କରନ୍ତୁ, ଦେଖିବେ ଚେଷ୍ଟା ଆପଣଙ୍କ କରିବେ ଲାଇଫରେ ଟାଇମ୍ ନିଶ୍ଚୟ କାଢ଼ିବା ଚେଞ୍ଜେସ୍ ପାଇଁ। ଆସିବ। ଏବଂ କିଭଳି ଲାଗିଲା ମୋ ଭିଡ଼ିଓଟି ଆପଣମାନେ ପ୍ଲିଜ୍ ଜଣେଇବେ। ଭଲ ଲାଗିଲେ ଗୋଟେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବେ, ଜମା ବି ଭୁଲିବେନି। ତ ଥ୍ୟାଙ୍କ ୟୁ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।